Hello dear students, welcome to my channel Easy Politics with Suresh. ଆଜିର ଏହି ଭିଡ଼ିଓରେ ଆମେ 5th ସେମିଷ୍ଟର ପିଲାମାନଙ୍କର ଏଥିକ୍ସ ଆଣ୍ଡ ଭ୍ୟାଲ୍ୟୁଜର ସିଲାବସ୍ ଏବଂ ଫାର୍ଷ୍ଟ ଚାପ୍ଟର ଆମେ କମ୍ପ୍ଲିଟ୍ କରିବା। ଫାର୍ଷ୍ଟ ଚାପ୍ଟର ନୁହଁ, ଫାର୍ଷ୍ଟ ୟୁନିଟ୍ ଆମେ କମ୍ପ୍ଲିଟ୍ କରିବା। ତେଣୁ ଭିଡ଼ିଓଟି ମାତ୍ର 10 ମିନିଟ୍। ଆଶା କରୁଛି ତୁମେ ସମସ୍ତେ ପେସେନ୍ସର ସହିତ ମାତ୍ର 10 ମିନିଟ୍ ଦେଖ ଏବଂ ତୁମେ ବହୁତ କିଛି ଇନଫର୍ମେସନ୍ ପାଇପାରିବ। ତ ପ୍ରଥମେ ଆମର ଫାର୍ଷ୍ଟ ୟୁନିଟ୍ରେ ଅଛି ପିଲାମାନଙ୍କ ସମ୍ବନ୍ଧୀୟ କିଛି ପ୍ରସଙ୍ଗ। ଫାର୍ଷ୍ଟ ଚାପ୍ଟର ଅଛି ପିଲାମାନଙ୍କର ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ବିଷୟରେ। ଦ୍ୱିତୀୟ ଚାପ୍ଟର ଅଛି ଶିଶୁ ଶୋଷଣ ବା ଚାଇଲ୍ଡ ଏକ୍ସପ୍ଲଏଟେସନ୍। 3 ନମ୍ବର ଚାପ୍ଟର ଅଛି ଶିଶୁ ଶ୍ରମିକ ବା ଚାଇଲ୍ଡ ଲେବର। ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଚାପ୍ଟର, ଏଥିରୁ ବହୁତ କ୍ୱେଶ୍ଚିନ୍ ଆସିଥାଏ। ନେକ୍ସଟ ହେଉଛି ଶିଶୁମାନଙ୍କର ଅବୈଧ କାରବାର, ଟ୍ରାଫିକିଂ ଅଫ୍ ଚିଲଡ୍ରେନ୍। ୟାକୁ ନେଇକି ଅନେକ ସର୍ଟ କ୍ୱେଶ୍ଚିନ୍ ଆସିଥାଏ, 1 ମାର୍କିଆ କ୍ୱେଶ୍ଚିନ୍। ଏବଂ ନେକ୍ସଟ ଚାପ୍ଟର ବା ଲାଷ୍ଟ ଚାପ୍ଟର ଏଇ ୟୁନିଟ୍ର ହେଉଛି ଶିଶୁ ଯୌନ ଶୋଷଣ। ଏବଂ ଏଇ ଯେଉଁ ଲାଷ୍ଟ ଚାପ୍ଟର, ଏଇ ଯେଉଁ 3ଟା ମୁଁ ଚାପ୍ଟର କହିଲେ, ଗୋଟେ ହେଉଛି ଶିଶୁ ଶ୍ରମିକ, ଶିଶୁମାନଙ୍କର ଅବୈଧ କାରବାର, ଶିଶୁ ଯୌନ ଶୋଷଣ। ଏ 3ଟା ଚାପ୍ଟର ହେଉଛି ଫାର୍ଷ୍ଟ ୟୁନିଟ୍ର ବହୁତ ଇମ୍ପୋର୍ଟାଣ୍ଟ ଚାପ୍ଟର ଗୁଡ଼ିକ, ଯେଉଁଥିରେ କି ଅଧିକ ସର୍ଟ କ୍ୱେଶ୍ଚିନ୍ ଆସିଥାଏ ଏବଂ 2 ମାର୍କିଆ ବା 5 ମାର୍କିଆ କ୍ୱେଶ୍ଚିନ୍ ମଧ୍ୟ ଆସିଥାଏ। ସେକେଣ୍ଡ ୟୁନିଟ୍ରେ ଅଛି ବୟସ୍କମାନଙ୍କ ସମ୍ବନ୍ଧୀୟ କିଛି ପ୍ରସଙ୍ଗ। ତାର ପ୍ରଥମ ଚାପ୍ଟର ଅଛି ବୟସ୍କମାନଙ୍କ ପ୍ରତି ଅତ୍ୟାଚାର, କ'ଣ କ'ଣ ସବୁ ଅତ୍ୟାଚାର ହେଉଛି। ଦ୍ୱିତୀୟ ଚାପ୍ଟର ଅଛି ଆର୍ଥିକ ଅସୁରକ୍ଷା, ଯାହାକି ବୟସ୍କମାନେ ଫେସ୍ କରିଥାନ୍ତି। ତୃତୀୟ ଚାପ୍ଟର ହେଉଛି ବୃଦ୍ଧମାନଙ୍କର ନିଃସଙ୍ଗତା ଏବଂ ସାମାଜିକ ଅସୁରକ୍ଷା। 4 ନମ୍ବର ଚାପ୍ଟର ହେଉଛି ସ୍ୱାସ୍ଥ୍ୟସେବା ବିଷୟ। 5 ନମ୍ବର ଚାପ୍ଟର ହେଉଛି ଏକ ଖୁସି ଏବଂ ସମ୍ମାନଜନକ ବାର୍ଦ୍ଧକ୍ୟର ଆବଶ୍ୟକତା। ଏଗୁଡ଼ିକ ହେଉଛି ଆମର ଦ୍ୱିତୀୟ ୟୁନିଟ୍ର ଗୁରୁତ୍ୱପୂର୍ଣ୍ଣ ଚାପ୍ଟର ଗୁଡ଼ିକ, ଯାହାକି ଆମେ ତାର ସର୍ଟ କ୍ୱେଶ୍ଚିନ୍ ଗୁଡ଼ିକ ନେକ୍ସଟ ଭିଡ଼ିଓରେ ମୁଁ ଆଲୋଚନା କରିବି, କିନ୍ତୁ ଏଇ ଭିଡ଼ିଓରେ କେବଳ ଫାର୍ଷ୍ଟ ୟୁନିଟ୍ ମୁଁ କଭର କରିଛି। ବର୍ତ୍ତମାନ ଆମେ ଦେଖିବା ଥାର୍ଡ଼ ୟୁନିଟ୍ରେ କ'ଣ ଅଛି। ଭିନ୍ନକ୍ଷମମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ବା ପର୍ସନ୍ସ ୱିଥ୍ ଡିସାବିଲିଟି, ସେମାନଙ୍କ ସମ୍ପର୍କରେ କିଛି ପ୍ରସଙ୍ଗ ଗୁଡ଼ିକ ଅଛି, ସେଗୁଡ଼ିକ ଆମର ଥାର୍ଡ଼ ୟୁନିଟ୍ରେ ଅଛି। ପ୍ରଥମ ଚାପ୍ଟର ଅଛି ଭିନ୍ନକ୍ଷମମାନଙ୍କର ଅଧିକାର ବିଷୟରେ। ଦ୍ୱିତୀୟ ଚାପ୍ଟର ଅଛି ଭିନ୍ନକ୍ଷମମାନଙ୍କ ପାଇଁ ସକାରାତ୍ମକ କାର୍ଯ୍ୟକ୍ରମ, ଯାହା ରାଷ୍ଟ୍ର ଦ୍ୱାରା ହେଇଥାଏ। 3 ନମ୍ବର ଚାପ୍ଟର ଅଛି ଭେଦଭାବ ରୋକିବା। 4 ନମ୍ବର ଚାପ୍ଟର ହେଉଛି ଭିନ୍ନକ୍ଷମମାନଙ୍କୁ ସମାନ ସୁବିଧା ସୁଯୋଗ ଯୋଗାଇ ଦେବା। ଏବଂ 5 ନମ୍ବର ଚାପ୍ଟର ହେଉଛି ଭିନ୍ନକ୍ଷମମାନଙ୍କର ବିଭିନ୍ନ ସଶକ୍ତିକରଣ ଯୋଜନା ଗୁଡ଼ିକ କ'ଣ ସରକାରଙ୍କ ଦ୍ୱାରା ହେଇଛି। ଏବଂ ନେକ୍ସଟ ବା ଲାଷ୍ଟ ଚାପ୍ଟର ହେଉଛି ଭିନ୍ନକ୍ଷମମାନଙ୍କ ପାଇଁ ସାମାଜିକ ନ୍ୟାୟ। ଏଗୁଡ଼ିକ ହେଉଛି ଆମର ଥାର୍ଡ଼ ୟୁନିଟ୍ର ବିଷୟ ଗୁଡ଼ିକ, ଯାହାକି ଆମେ ନେକ୍ସଟ ଭିଡ଼ିଓରେ ଆଲୋଚନା କରିବା। ଫୋର୍ଥ ୟୁନିଟ୍ରେ ଅଛି ଆମର ତୃତୀୟ ଲିଙ୍ଗ ସମ୍ବନ୍ଧୀୟ ପ୍ରସଙ୍ଗ ବା ଟ୍ରାନ୍ସଜେଣ୍ଡର, ବା ଆମେ କହୁଛେ ଥାର୍ଡ଼ ଜେଣ୍ଡର ମାନଙ୍କ ପାଇଁ। ତାର ଫାର୍ଷ୍ଟ ଚାପ୍ଟର ଅଛି ତୃତୀୟ ଲିଙ୍ଗକୁ ବୁଝିବା, କ'ଣ ତୃତୀୟ ଲିଙ୍ଗ ମାନେ। 2ରେ ହେଉଛି ତୃତୀୟ ଲିଙ୍ଗଙ୍କ ପାଇଁ ସାମାଜିକ ନ୍ୟାୟ କ'ଣ କ'ଣ ଅଛି। 3 ନମ୍ବର ଚାପ୍ଟର ଅଛି ତୃତୀୟ ଲିଙ୍ଗଙ୍କ ପାଇଁ ଭେଦଭାବ ଦୂରୀକରଣ। 4 ନମ୍ବର ଚାପ୍ଟର ଅଛି ତୃତୀୟ ଲିଙ୍ଗଙ୍କ ପାଇଁ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ। ଏବଂ 5 ନମ୍ବର ବା ଲାଷ୍ଟ ଚାପ୍ଟର ଅଛି ଆମର ଲିଙ୍ଗର ବିବିଧତାକୁ ଗ୍ରହଣ କରିବା। ଏଗୁଡ଼ିକ ହେଉଛି ଆମର ସିଲାବସ୍। ସୋ ଗୁଡ଼ାଏ ପିଲାମାନେ ମୋତେ ପଚାରୁଥିଲେ, ସାର୍ କିଛି ସିଲାବସ୍ ବିଷୟରେ ଆମକୁ ଜଣାନ୍ତୁ, ଆମେ କିଛି ଜାଣିନୁ। ଆମର ଯେଉଁ 5th ସେମିଷ୍ଟରରେ ଏଥିକ୍ସ ଆଣ୍ଡ ଭ୍ୟାଲ୍ୟୁଜର ଯେଉଁ କ'ଣ ବିଷୟ ଗୁଡ଼ିକ ଅଛି, ଆମେ ସେ ବିଷୟରେ କିଛି ଜାଣିନୁ, ତେଣୁ ସିଲାବସ୍ ବିଷୟରେ ଗୋଟେ ଭିଡ଼ିଓ କରନ୍ତୁ। ତେଣୁକରି ମୁଁ ଏ ଭିଡ଼ିଓ କଲି ଏବଂ ତା ସହିତ ମୁଁ ଫାର୍ଷ୍ଟ ୟୁନିଟ୍କୁ ମୁଁ ଏଠାରେ କମ୍ପ୍ଲିଟ୍ କରିଛି। କମ୍ପ୍ଲିଟ୍ ମାନେ କ'ଣ, ତାର ଇମ୍ପୋର୍ଟାଣ୍ଟ ବିଷୟ ଗୁଡ଼ିକ ଆଲୋଚନା କରିଛି। ଆମେ ବର୍ତ୍ତମାନ ସେଗୁଡ଼ିକ ଦେଖିବା ଏବଂ ଇମ୍ପୋର୍ଟାଣ୍ଟ ବିଷୟ ଗୁଡ଼ିକୁ ଆମେ ବୁଝିବା ପାଇଁ ଚେଷ୍ଟା କରିବା। ଥରେ ବୁଝିଲେ ଆରାମସେ ଆମର ମନେ ରହିଯିବ। ତ ବର୍ତ୍ତମାନ ଆମେ ଲେଟ୍ ନ କରି ତୁରନ୍ତ ୟୁନିଟ୍ ଫାର୍ଷ୍ଟରେ କ'ଣ କ'ଣ ସବୁ ଇମ୍ପୋର୍ଟାଣ୍ଟ ଆମର ବିଷୟ ଗୁଡ଼ିକ ଅଛି, ସେଗୁଡ଼ିକ ଆମେ ଫୋକସ୍ କରିବା ବା ଆମେ ବୁଝିବା ପାଇଁ ଚେଷ୍ଟା କରିବା। ତ ପିଲାମାନେ ଆମେ ଦେଖୁଛେ ଯେ ଯେଉଁ ଗୁଡ଼ାକ ମୁଁ ଅଣ୍ଡରଲାଇନ୍ କରୁଛି ସେଗୁଡ଼ାକ ହିଁ ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି ଆମ ସର୍ଟ କ୍ୱେଶ୍ଚିନ୍ରେ ଆସିଥାଏ। କ୍ୱେଶ୍ଚିନ୍ ଆସିଥାଏ ଷ୍ଟଣ୍ଟିଂ କାହାକୁ କୁହାଯାଏ ବା ଷ୍ଟଣ୍ଟିଂ କ'ଣ। ସଠିକ୍ ଭାବରେ ନ ବଢ଼ିବା, ପିଲାମାନେ ଯଦି ସଠିକ୍ ଭାବରେ ଯଦି ବଢ଼ିବେନି, ତାର ଅର୍ଥ କ'ଣ, ଯଦି ଶିଶୁର ଉଚ୍ଚତା ତାର ବୟସ ଅନୁପାତରେ କମ୍ ରହିଥାଏ, ତେବେ ଏହାକୁ ଷ୍ଟଣ୍ଟିଂ କୁହାଯାଏ। ଆମେ କ'ଣ ଷ୍ଟଣ୍ଟିଂ କାହାକୁ କୁହାଯାଏ, ଯଦି ଶିଶୁର ଉଚ୍ଚତା ତାର ବୟସ ଅନୁପାତରେ, ମନେକର ଗୋଟେ 2 ବର୍ଷର ଶିଶୁ ଯେତିକି ସେ ଉଚ୍ଚତା ହେବା କଥା ତାଠାରୁ ଯଦି କମ୍ ରହିଥାଏ, ତାକୁ ଆମେ ଷ୍ଟଣ୍ଟିଂ କହିଥାଉ। ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍। ଦ୍ୱିତୀୟରେ ଅଛି କ'ଣ, ନଷ୍ଟ ପ୍ରାପ୍ତି। ଯଦି ଶିଶୁର ଓଜନ ଏହାର ଉଚ୍ଚତା ଅନୁପାତରେ କମ୍ ଥାଏ, ତେବେ ଏହାକୁ ନଷ୍ଟ ପ୍ରାପ୍ତି ବୋଲି କୁହାଯାଏ। 3ରେ ଓଜନର ସ୍ୱଳ୍ପତା
ନିଜ ବୟସ ଅନୁପାତରେ କମ୍ ଓଜନ ଥିବା ପିଲାମାନଙ୍କୁ ଓଜନର ସ୍ୱଳ୍ପତା ବୋଲି କୁହାଯାଏ। ଏଗୁଡ଼ିକ ହେଉଛି ଆମର 1 ମାର୍କିଆ କୋଶ୍ଚିନ୍ ଗୁଡ଼ିକ। ଏଠି ମୁଁ ଅଣ୍ଡରଲାଇନ୍ କରିଛି ଯେ ରାଜସ୍ଥାନର ଜୟସିଂହପୁର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ 8 ମାର୍ଚ୍ଚ ବା ମାର୍ଚ୍ଚ ମାସ 8 ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ କୁହାଯାଏ। ଏଇଟା ପରୀକ୍ଷାରେ ପଡ଼ିଥାଏ। କେବେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ, ସେଇଟା ହେଉଛି ମାର୍ଚ୍ଚ ମାସ 8 ତାରିଖ। ତ ରାଜସ୍ଥାନର ଜୟସିଂହପୁର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ 8 ମାର୍ଚ୍ଚ 2018ରେ ଆରମ୍ଭ ହୋଇଥିଲା ପୋଷଣ ଅଭିଯାନ ମିଶନ। ତ ପୋଷଣ ଅଭିଯାନ ମିଶନ କେବେ ଆରମ୍ଭ ହୋଇଥିଲା? 8 ମାର୍ଚ୍ଚ 2018ରେ ରାଜସ୍ଥାନର ଜୟସିଂହପୁର ଠାରେ। ନେକ୍ସଟ ମୁଁ ଅଣ୍ଡରଲାଇନ୍ କରିଛି ପ୍ରତିବର୍ଷ ସେପ୍ଟେମ୍ବର ମାସକୁ ସାରା ଦେଶରେ ପୋଷଣ ମାସ ଭାବରେ ପାଳନ କରାଯାଏ। ତ କେଉଁ ମାସକୁ ପୋଷଣ ମାସ ଭାବରେ ଆମେ ପାଳନ କରିଥାଉ? ସେପ୍ଟେମ୍ବର ମାସକୁ। ମନେ ରଖିଥାଉ, ଏଇଟା ଗୋଟେ ସର୍ଟ କୋଶ୍ଚିନ୍। ବର୍ତ୍ତମାନ ଆମେ ଦେଖୁଛୁ ୟୁନିସେଫ୍ ଲେଖା ହେଇଛି। ୟୁନିସେଫ୍ର ଫୁଲ୍ ଫର୍ମ କ'ଣ? ଏଇଟା ପ୍ରଶ୍ନରେ ଆସିଥାଏ, ପରୀକ୍ଷାରେ ଆସିଥାଏ। ତ ୟୁନିସେଫ୍ର ଯେଉଁ ଫୁଲ୍ ଫର୍ମ ହେଉଛି ୟୁନାଇଟେଡ୍ ନେସନ୍ସ ଇଣ୍ଟରନ୍ୟାସନାଲ ଚିଲଡ୍ରେନ୍ସ ଏମର୍ଜେନ୍ସି ଫଣ୍ଡ, ଯାହାକି ଏଷ୍ଟାବ୍ଲିଶ ହେଇଥିଲା କେବେ? 1946 ମସିହାରେ। ପିଲାମାନେ ମୁଁ ଏଇଠି କିଛି ଇମ୍ପୋର୍ଟାଣ୍ଟ ବିଷୟ ଗୁଡ଼ିକକୁ ମୁଁ ଅଣ୍ଡରଲାଇନ୍ କରିଛି, ତୁମେ ସେଇଟା ଦେଖିନ। ଯେମିତିକି ଶାରୀରିକ ଶୋଷଣ କେମିତି ହେଉଛି, 50%ରୁ ଅଧିକ ଶିଶୁ କୌଣସି ପ୍ରକାର ଶାରୀରିକ ନିର୍ଯାତନାର ଶିକାର ହୁଅନ୍ତି। ଏବଂ ଯୌନ ଶୋଷଣର ପୁଣି ଲେଖିଛି, ମୁଁ ଅଣ୍ଡରଲାଇନ୍ କରିଛି ଭାରତରେ 53.22% ପିଲା ଏକାଧିକ ଯୌନ ଶୋଷଣର ଶିକାର ହୁଅନ୍ତି। ଠିକ୍ ସେମିତି ଅନ୍ୟାନ୍ୟ ବିଷୟ ଗୁଡ଼ିକ ମୁଁ ଅଣ୍ଡରଲାଇନ୍ କରିଛି, ତୁମେ ନିଜେ ଲେଖିନିଅ ଏଗୁଡ଼ିକ। ଏଇଠି ମୁଁ ଅଣ୍ଡରଲାଇନ୍ କରିଛି ପିଲାମାନଙ୍କୁ ଅବହେଳା କରିବା ମଧ୍ୟ ଶିଶୁ ନିର୍ଯାତନାର ଏକ ରୂପ। ତ ଏଇଟା ବେଳେବେଳେ ଗୋଟେ ସର୍ଟ କୋଶ୍ଚିନ୍ ଆସେ, ତେଣୁ 1 ମାର୍କିଆ କୋଶ୍ଚିନ୍ ଯେହେତୁ ଏଇଟା ଆସେ, ତେଣୁ ତୁମେ ମନେ ରଖିବା ଦରକାର ଯେ ପିଲାମାନଙ୍କୁ ଅବହେଳା କରିବା ଏହା କ'ଣ ନିର୍ଯାତନାର ଆସେ କି? ହଁ, ଏହା ଶିଶୁ ନିର୍ଯାତନାର ଏକ ରୂପ ଅଟେ। ତ ଅନ୍ୟାନ୍ୟ ବିଷୟ ଗୁଡ଼ିକ ଶିଶୁ ନିର୍ଯାତନାର କିଛି ଲକ୍ଷଣ ଗୁଡ଼ିକ ଅଛି, ସେଗୁଡ଼ିକ ତୁମେ ନୋଟ୍ କରିନିଅ। ଏଠି ମୁଁ ଅଣ୍ଡରଲାଇନ୍ କରିଛି କୌଣସି ଶିଶୁ ଯାହାର ବୟସ 14 ବର୍ଷରୁ କମ୍ କାରଖାନା କିମ୍ବା ବିପଜ୍ଜନକ କାର୍ଯ୍ୟରେ ନିଯୁକ୍ତ କରାଯାଇପାରିବ ନାହିଁ। ତ ଏଇଟା କେଉଁ ଧାରାରେ ଲେଖା ହେଇଛି ସମ୍ବିଧାନର? ଏଭଳି କୋଶ୍ଚିନ୍ ଆସିଥାଏ। ତ ଏଇଟା ଲେଖା ହେଇଛି ଆମର ଧାରା 24ରେ। ବର୍ତ୍ତମାନ ମୁଁ କିଛି ଯେଉଁଟାକି ଇମ୍ପୋର୍ଟାଣ୍ଟ ଭାବିଲି ଶିଶୁ ନିର୍ଯାତନା ବିଷୟରେ, ସେଗୁଡ଼ିକ ଅଣ୍ଡରଲାଇନ୍ କରିଛି। ଯେମିତିକି କେମିତି ଶିଶୁ ଶ୍ରମିକ ନିର୍ଯାତନାର ସଂଖ୍ୟା ବଢ଼ି ଚାଲିଛି, କାହିଁକିନା ସରକାର ଓ ଜନସାଧାରଣଙ୍କ ଅନିଚ୍ଛା କାରଣରୁ। ଏବଂ ଶିଶୁଙ୍କ ପ୍ରତି ଅତ୍ୟାଚାରର ମୁଖ୍ୟ କାରଣ ହେଉଛି ଆନ୍ତରିକତାର ଅଭାବ। ଏମିତି ଅନେକ ବିଷୟରେ ମୁଁ ଅଣ୍ଡରଲାଇନ୍ କରିଛି, ସେଗୁଡ଼ିକ ତୁମ ପରୀକ୍ଷା ପାଇଁ ଜରୁରୀ ଅଟେ। ତାକୁ ଭଲ ଭାବରେ ତୁମେ ଦେଖିନିଅ। ଥରୁଟି ଯଦି ପଢ଼ି ନେବ ତାହେଲେ ଆରାମସେ ତୁମର ମନେ ରହିଯିବ। ବର୍ତ୍ତମାନ ଆମେ ଟିକେ ବୁଝିବା ଶିଶୁ ଶ୍ରମର ଅର୍ଥ କ'ଣ। ଏଇଟା ଗୋଟେ ସର୍ଟ କୋଶ୍ଚିନ୍ ଆସିଥାଏ। ଯେଉଁ ଶିଶୁ କୌଣସି ଅନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି, ଯଦି ତାହାର ବୟସ ଆଇନ ଅନୁଯାୟୀ ଧାର୍ଯ୍ୟ ବୟସ ସୀମାଠାରୁ କମ୍ ଅଟେ, ତେବେ ତାହା ଶିଶୁ ଶ୍ରମ ଅଟେ। ଏକ ନିର୍ଦ୍ଦିଷ୍ଟ ବୟସରୁ ପିଲା ଯଦି ସରକାର କିମ୍ବା ବିଦ୍ୟାଳୟ କାମ ବ୍ୟତୀତ ଅନ୍ୟ କାମ କରେ, ତେବେ ଏହାକୁ ଶୋଷଣକାରୀ ଭାବରେ ବିବେଚନା କରାଯାଏ। ଶିଶୁ ଶ୍ରମର କିଛି କାରଣ ଗୁଡ଼ିକ ନିମ୍ନରେ ଦିଆଯାଇଛି, ସେଗୁଡ଼ିକ ତୁମେ ନୋଟ୍ କରିନିଅ। ଏଠି ଆମେ ଦେଖିବା 14 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ଉଦ୍ୟମ କରିବ। ଏଇଟା କେଉଁଠାରେ ଲେଖା ହେଇଛି? ଆମ ସମ୍ବିଧାନର 4ର୍ଥ ଭାଗ, ସେଇଟା ହେଉଛି ରାଷ୍ଟ୍ର ନିର୍ଦ୍ଦେଶକ ନୀତିରେ ଏବଂ ଧାରା 45ରେ। ତ ମନେ ରଖ, ଏଇଟା କେତେ ଧାରା ଲେଖା ହେଇଛି? ଧାରା 45ରେ 14 ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ଉଦ୍ୟମ କରିବ ବୋଲି ଲେଖା ହେଇଛି। ପୁଣି ଏଠାରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ବିଷୟ ଲେଖା ହେଇଛି ଯେ ଶିଶୁ ଶ୍ରମ ନିରୋଧ ବା ନିୟନ୍ତ୍ରଣ ଆଇନ 1986ରେ ପ୍ରଣୟନ କରାଗଲା। ଏଇଟା ମନେ ରଖ, ଶିଶୁ ଶ୍ରମ ନିଷିଦ୍ଧ ଓ ନିୟନ୍ତ୍ରଣ ଆଇନ 1986ରେ ପ୍ରଣୟନ କରାଯାଇଥିଲା। ଶିଶୁ ଶ୍ରମିକ ନିରୋଧ ଦିବସ ପ୍ରତିବର୍ଷ ଜୁନ୍ ମାସ 12 ତାରିଖରେ ପାଳିତ ହୁଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଶିଶୁ ଶ୍ରମ ବିରୋଧରେ ଜନମତ ସୃଷ୍ଟି କରିବା। ଆନ୍ତର୍ଜାତୀୟ ଶ୍ରମ ସଂଗଠନ ବା ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ଉଦ୍ୟମରେ 2002ରୁ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଶ୍ରମ ସଂଗଠନର 138ତମ ଏବଂ 182ତମ ସମ୍ମେଳନର ଏକ ସମ୍ପର୍କିତ ଘୋଷଣାନାମା ଗୃହୀତ ହୋଇଛି।
ଶିଶୁ ଶ୍ରମିକ ବିରୋଧରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଯିଏକି ଭାରତର 3 ଦଶନ୍ଧି ଧରି ବଚପନ ବଚାଓ ଆନ୍ଦୋଳନ କରିଥିଲେ। ୟାର ମଧ୍ୟ ଗୋଟେ ସର୍ଟ କ୍ୱେଶ୍ଚିନ୍ ବେଳେବେଳେ ଆସିଥାଏ। ନେକ୍ସଟ ହେଉଛି NCLP ମାନେ କ'ଣ? NCLPର ଫୁଲ୍ ଫର୍ମ ହେଉଛି ନ୍ୟାସନାଲ୍ ଚାଇଲ୍ଡ ଲେବର ପ୍ରୋଜେକ୍ଟ। ଏଇଟା ହେଉଛି ଆମର NCLPର ଫୁଲ୍ ଫର୍ମ। ଏଇଟା ବେଳେବେଳେ ସର୍ଟ କ୍ୱେଶ୍ଚିନ୍ ଭାବରେ ଆସିଥାଏ, ତେଣୁ ତୁମେ ଯଦି ଜାଣିଥିବ ତାହେଲେ ତାର ଆନ୍ସର ଦେଇପାରିବ। ଶିଶୁମାନଙ୍କର ଅବୈଧ କାରବାର, ଏଇଟା ହେଉଛି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଚାପ୍ଟର। ମନୁଷ୍ୟ କ୍ରୟ ବିକ୍ରୟ ଓ ବାଧ୍ୟତାମୂଳକ ଶ୍ରମର ନିଷେଧ, ଏଇଟା କେତେ ନମ୍ବର ଧାରାରେ ଲେଖା ହେଇଛି? ଧାରା 23ରେ। ମନୁଷ୍ୟମାନଙ୍କୁ କ୍ରୟ କିମ୍ବା ବିକ୍ରୟ କରିବା, ବେଠି, ବେଗାରୀ ଏବଂ ଅନ୍ୟ ବାଧ୍ୟତାମୂଳକ ଶ୍ରମକୁ ନିଷେଧ କରାଯାଇଛି ଧାରା 23ରେ। ଅନୈତିକ ବ୍ୟାପାର ପ୍ରତିରୋଧ ଅଧିନିୟମ 1956 ଆକ୍ଟ ଧାରା ଅନୁସାରେ ଦୁଷ୍କର୍ମ ପାଇଁ ମଣିଷ କିଣିବା କିମ୍ବା ବିକ୍ରି କରିବାକୁ ଅବୈଧ କାରବାର କୁହାଯାଏ। ଶିଶୁ ଯୌନ ଶୋଷଣ କାହା କୁହାଯାଏ? ଶାରୀରିକ, ମାନସିକ, ଯୌନ କିମ୍ବା ଭାବପ୍ରବଣ ସ୍ତରରେ ପିଲାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଶିଶୁ ନିର୍ଯାତନା କୁହାଯାଏ। ଶିଶୁ ଯୌନ ଶୋଷଣର ପରିସରରେ ଆଉ କ'ଣ କ'ଣ ବିଷୟ ଗୁଡ଼ିକ ଆସେ ସେଗୁଡ଼ିକ ମୁଁ ଅଣ୍ଡରଲାଇନ୍ କରିଛି, ଥରେ ଏଇଟା ପଢ଼ିନିଅ। ଆଉ ନିହାତି ଭାବରେ ଏଇଟା ଶିଶୁ ଯୌନ ଶୋଷଣ କାହାକୁ କୁହାଯାଏ ସେଇ ଉତ୍ତର ଲେଖିବା ପାଇଁ ସାହାଯ୍ୟ କରିବ। ଏଠାରେ ମୁଁ କିଏ ଶିଶୁକୁ ଯୌନ ନିର୍ଯାତନା ଦେଇଥାଏ ତା ବିଷୟରେ କିଛି ଇମ୍ପୋର୍ଟାଣ୍ଟ ବିଷୟ ଗୁଡ଼ିକ ଅଣ୍ଡରଲାଇନ୍ କରିଛି। ସାଧାରଣତଃ ଶିଶୁକୁ ଯୌନ ନିର୍ଯାତନା ଦେଇଥାନ୍ତି ଘରର କିଛି ସଦସ୍ୟମାନେ ତଥା ନିଜ ପଡ଼ୋଶୀ ବନ୍ଧୁବାନ୍ଧବ ଏମାନେ ବା ପରିଚିତ ଲୋକମାନେ ହିଁ ଯୌନ ନିର୍ଯାତନା ଦେଇଥାନ୍ତି ଶିଶୁକୁ। ବେଳେବେଳେ ପ୍ରଶ୍ନ ଆସିଥାଏ ପକ୍ସୋ କ'ଣ? POCSO। ପକ୍ସୋର ଫୁଲ୍ ଫର୍ମ ହେଉଛି ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍ ଆକ୍ଟ, ଯାହାକି 2012ରେ ଏହି ଆଇନଟା ପ୍ରଣୟନ କରାଯାଇଥିଲା। ଏ ଆଇନର ବିଶେଷତ୍ୱ ହେଉଛି 18 ବର୍ଷରୁ କମ୍ ପିଲାମାନଙ୍କୁ ଯୌନଗତ ହିଂସାରୁ ରକ୍ଷା କରିବା ଲାଗି ଏହା ଉଦ୍ଦିଷ୍ଟ ଥିଲା। ଏହା 14 ନଭେମ୍ବର 2012ରେ ଏହି ଆଇନ ଯୌନଗତ ହିଂସାରୁ ଶିଶୁମାନଙ୍କୁ ସୁରକ୍ଷା କରିବା ପାଇଁ ପକ୍ସୋ ଆଇନଟା ଲାଗୁ କରାଯାଇଛି। ସୋ ଡିୟର୍ ଷ୍ଟୁଡେଣ୍ଟସ୍, ଏଇ ଯେଉଁ ଭିଡ଼ିଓରେ ମୁଁ ଏଥିକ୍ସ ଆଣ୍ଡ ଭ୍ୟାଲ୍ୟୁ ପେପର ଯେଉଁଟାକି 5th ସେମିଷ୍ଟର ପିଲାମାନଙ୍କର ସିଲାବସ୍ ବିଷୟରେ ଏବଂ ଫାର୍ଷ୍ଟ ୟୁନିଟ୍ ବିଷୟରେ ମୁଁ ଆଲୋଚନା କରିଛି। ବହୁତ ସଂକ୍ଷିପ୍ତରେ ଆଲୋଚନା କରିଛି। ଆଶା କରୁଛି ଏଗୁଡ଼ିକ ନିହାତି ଭାବରେ ତୁମ ପରୀକ୍ଷାରେ ସାହାଯ୍ୟ କରିବ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ କର, ସେୟାର କର ଏବଂ ମୋ ଚ୍ୟାନେଲକୁ ଯଦି ନୂଆରେ ଆସିଛ ସବସ୍କ୍ରାଇବ୍ କର। ଥ୍ୟାଙ୍କ ୟୁ।